ରାଧେ କୃଷ୍ଣ ସମସ୍ତଙ୍କୁ ନମସ୍କାର। ସ୍ୱପ୍ନ ଆମେ ଆଜି 100ଟି ସ୍ୱପ୍ନ ବିଷୟରେ ଜାଣିବା। ହିନ୍ଦୁ ଶାସ୍ତ୍ରରେ ସ୍ୱପ୍ନକୁ ବହୁତ ଲୋକ ମାନନ୍ତି, କିନ୍ତୁ କେବଳ ହିନ୍ଦୁ ଶାସ୍ତ୍ରରେ ଏହାକୁ ମାନିବା ବି ଉଚିତ, କାରଣ କିଛି ସ୍ୱପ୍ନ ଆମକୁ ଦେଖାଯାଇଥାଏ ଯାହା ସତ ହିଁ ହୋଇଥାଏ। ତ ଚ୍ୟାନେଲଟିକି ନୂଆ ଆସିଥିଲେ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ। ତ ପ୍ରଥମେ ଆପଣ ଯଦି ସ୍ୱପ୍ନରେ ଅଖରୋଟ ଦେଖିବେ, ଏହା ହେଉଛି ଭୋଜନ ଓ ଧନ ବୃଦ୍ଧି ହୋଇଥାଏ। ତ ଯଦି ଆପଣ ଶସ୍ୟ ଦେଖିଥାନ୍ତି ତେବେ ଚିନ୍ତା ବୃଦ୍ଧି ହୋଇଥାଏ। ଆପଣ ଯଦି ସ୍ୱପ୍ନରେ ଡାଳିମ୍ବ ଖାଇବା ଦେଖିଥାନ୍ତି ଧନ ଲାଭ ହୁଏ। ସ୍ୱପ୍ନରେ ଯଦି ଆପଣ ଅଜଣା ବ୍ୟକ୍ତି ଦେଖିବା, ଏହା ଅନିଷ୍ଟ ଘଟିବାର ସଂକେତ ହୋଇଥାଏ। ଆପଣ ଯଦି ସ୍ୱପ୍ନରେ ଜୁଆଣି ଖାଇବା ଦେଖନ୍ତି ତେବେ ସ୍ୱାସ୍ଥ୍ୟ ଲାଭ ହୋଇଥାଏ। ସ୍ୱପ୍ନରେ ଯଦି ଆପଣ ଶିକ୍ଷକ ବା ଅଧ୍ୟାପକ ଦେଖିବା, ସଫଳତା ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ଯଦି ଆପଣ ଅନ୍ଧକାର ଦେଖିଥାନ୍ତି ତେବେ କୌଣସି ଅସୁବିଧା ନାହିଁ। ଯଦି ସ୍ୱପ୍ନରେ ଅପ୍ସରା ଦେଖନ୍ତି ତେବେ ଧନ ଓ ମାନ ସମ୍ମାନ ବୃଦ୍ଧି ହୋଇଥାଏ। ସ୍ୱପ୍ନରେ ଯଦି ଆପଣ ଶବଯାତ୍ରା ଦେଖିବା, ଧନ ପ୍ରାପ୍ତି ଶୁଭ ହୋଇଥାଏ। ସ୍ୱପ୍ନରେ ପିଜୁଳି ଖାଇବା ଦେଖିଲେ ଧନ ମିଳିଥାଏ। ସ୍ୱପ୍ନରେ ଅଙ୍ଗରକ୍ଷକ ଦେଖିବା ଅର୍ଥାତ୍ ଆଘାତ ପାଇବାର ସଂକେତ। ସ୍ୱପ୍ନରେ ନିଜକୁ ଆକାଶରେ ଉଡ଼ିବା ଦେଖିବା ସଫଳତା ପ୍ରାପ୍ତିର ସଂକେତ ହୋଇଥାଏ। ସ୍ୱପ୍ନରେ ନିଜକୁ କେହି ଆକ୍ରମଣ କରିବା ଆୟୁର୍ବୃଦ୍ଧି ହୋଇଥାଏ। ସ୍ୱପ୍ନରେ ଆପଣ ଯଦି କଟି ଯାଇଥିବା ଅଙ୍ଗ ଦେଖିବେ ତେବେ ସ୍ୱାସ୍ଥ୍ୟ ଲାଭ ହୋଇଥାଏ। ଆପଣ ଯଦି ସ୍ୱପ୍ନରେ ଅଙ୍ଗଦାନ ଦେଖିଲେ ଉଜ୍ଜଳ ଭବିଷ୍ୟତ ପୁରସ୍କୃତ ହୋଇଥାଏ। ଆପଣ ଯଦି ସ୍ୱପ୍ନରେ ଆଙ୍ଗୁଠି କାଟୁଥିବାର ଦେଖିଲେ ପରିବାରରେ କୋହଳ ହୋଇଥାଏ। ଆପଣ ଯଦି ସ୍ୱପ୍ନରେ ଆଙ୍ଗୁଠି ମୁହଁରେ ଦେବା ଦେଖିଲେ ପୈତୃକ ସମ୍ପତ୍ତି ବିବାଦ ହୁଏ। ସ୍ୱପ୍ନରେ ଯଦି ଅନ୍ତ୍ୟେଷ୍ଟ କ୍ରିୟା ଦେଖିଲେ ତେବେ ଘରେ ମଙ୍ଗାଳିକ କାର୍ଯ୍ୟ ହୁଏ। ଅସ୍ଥି ଦେଖିବା ସଙ୍କଟ ଟଳି ଯାଇଥାଏ ସ୍ୱପ୍ନରେ। ତ ଏହାପରେ ଆପଣମାନେ ଯଦି ସ୍ୱପ୍ନରେ ନିଜକୁ ଏକ ଦେଖିବା ଦୂରଯାତ୍ରା ଗମନ ହୋଇଥାଏ। ସ୍ୱପ୍ନରେ ଯଦି ଖବରକାଗଜ ପଢ଼ିବା ଦେଖିବା ତେବେ ବାଦ ବିବାଦରେ ବୃଦ୍ଧି ହୋଇଥାଏ। ସ୍ୱପ୍ନରେ ଯଦି ଆପଣ ଆଚାର ଖାଇବା ଦେଖନ୍ତି ମୁଣ୍ଡବିନ୍ଧା ବା ପେଟ ବ୍ୟଥା ହୋଇଥାଏ। ସ୍ୱପ୍ନରେ ଯଦି ଆପଣ ହଟହାସ୍ୟ ଦେଖିଲେ ଅଶୁଭ ସମାଚାର ପ୍ରାପ୍ତି ହୋଇଥାଏ। ସ୍ୱପ୍ନରେ ଯଦି ଆପଣ ଅଧ୍ୟକ୍ଷ ହେବା ଦେଖିଲେ ମାନ ସମ୍ମାନ ହାନି ହୋଇଥାଏ। ସ୍ୱପ୍ନରେ ଯଦି ଅଧ୍ୟୟନ କରିବା ଦେଖିଲେ ଅସଫଳତା ହୋଇଥାଏ। ସ୍ୱପ୍ନରେ ଯଦି ଅପହରଣ କରୁଥିବା ଦେଖିଲେ ଆୟୁର୍ବୃଦ୍ଧି ହୋଇଥାଏ। ସ୍ୱପ୍ନରେ ଯଦି ଅଭିମାନ କରିବା ଦେଖିଲେ ଅପମାନିତ ହୋଇଥାନ୍ତି। ସ୍ୱପ୍ନରେ ଆପଣ ଅର୍ଦ୍ଧଚନ୍ଦ୍ର ଦେଖିବା ମହିଳାଙ୍କ ସହଯୋଗ ହୋଇଥାଏ। ଆଉ ସ୍ୱପ୍ନରେ ଯଦି ଆପଣ ଦେଖିଥାନ୍ତି ଅମାବାସ୍ୟା ଦେଖିବା ଦୁଃଖ ଓ ସଙ୍କଟ ମୁକ୍ତି ହୋଇଥାଏ। ସ୍ୱପ୍ନ ଯଦି ଅଗରବତୀ ଦେଖିବା ଧାର୍ମିକ ଅନୁଷ୍ଠାନ ହୋଇଥାଏ। ସ୍ୱପ୍ନରେ ଯଦି ଅପଠନୀୟ ପଢ଼ିବା ଦେଖିବା ଦୁଃଖ ଖବର। ସ୍ୱପ୍ନ ଯଦି ଅଜଣା ବସ୍ତୁ ଦେଖିବେ ତେବେ କୁଣ୍ଡିଆ ଆସିବା। ସ୍ୱପ୍ନରେ ଯଦି ଆପଣ ଅଜଗର ସାପ ଦେଖିବେ ବେପାରରେ କ୍ଷତି ହୋଇଥାଏ। ସ୍ୱପ୍ନରେ ଅସ୍ତ୍ରଶସ୍ତ୍ର ଦେଖିବା ସଙ୍କଟରୁ ରକ୍ଷା ହୋଇଥାଏ। ଏହାପରେ ଆପଣ ଅଙ୍ଗାର ନିଆଁରେ ଚାଲିବା ଦେଖିଲେ ଶାରୀରିକ କଷ୍ଟ ହୋଇଥାଏ। ସମ ସଂଖ୍ୟା ଦେଖିଲେ ଅଶୁଭ ହୋଇଥାଏ। ବିଷମ ସଂଖ୍ୟା ଦେଖିଲେ ଶୁଭ ହୋଇଥାଏ। ଏହାପରେ ଆପଣ ଯଦି ସ୍ୱପ୍ନରେ ଅସ୍ତ୍ରରେ ନିଜେ କଟିଥିବାର ଦେଖିଲେ ତେବେ ଶୀଘ୍ର କଷ୍ଟ ମିଳିଥାଏ। ଯଦି ସ୍ୱପ୍ନରେ ନିଜ ଦାନ୍ତ ଝଡ଼ିବାର ଦେଖିଲେ ସମ୍ପର୍କୀୟଙ୍କୁ କଷ୍ଟ ହୁଏ। ସ୍ୱପ୍ନରେ ଯଦି ଲୁହ ଦେଖିବା ତେବେ ପରିବାରରେ ମଙ୍ଗଳ କାର୍ଯ୍ୟ ହୁଏ। ସ୍ୱପ୍ନରେ ଯଦି କାହାର ଡାକ ଶୁଣିବା ଦେଖିଲେ ତେବେ ଭଲ ସମୟ ଆସିବାର ସଂକେତ। ପବନରେ ରହିବା ଦେଖିଲେ
ସଂକଟରୁ ମୁକ୍ତି ମିଳିଥାଏ। ଦର୍ପଣ ଦେଖିବା ଇଚ୍ଛା ପୂରଣ ହୋଇଥାଏ। ଦର୍ପଣରେ ମୁହଁ ଦେଖିବା ପତ୍ନୀଙ୍କ ସହ କଳହ ହେବା। ସ୍ୱର୍ଗ ଦେଖିବା ଉଚ୍ଚ ପଦପ୍ରାପ୍ତି ହୋଇଥାଏ। ନିଆଁ ଦେଖିବା ଭୁଲ ତରିକରେ ଧାନ ପ୍ରାପ୍ତି ହେବା। ବୁଝିପାରିଲେନି କି? ଯଦି ଲାଇକ୍ ଆସିଛନ୍ତି ନୂଆ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। କୌଣସି ଭୁଲ ମାନେ କହିବାର ଅସୁବିଧା ଥିଲେ କ୍ଷମା କରିବେ। ଆପଣ ଯଦି ସ୍ୱପ୍ନରେ ସ୍ୱର୍ଗରେ ନିଜକୁ ଦେଖିବେ ସୁଖଯାତ୍ରା ସଂକେତ ହୋଇଥାଏ। ସ୍ୱପ୍ନରେ ଯଦି ସ୍ୱର୍ଗକୁ ତଳକୁ ଖସିବା ଦେଖିଲେ ବ୍ୟବସାୟରେ ହାନି ହୋଇଥାଏ। ସ୍ୱପ୍ନରେ ଯଦି ଅଗ୍ନିରେ ଭୋଜନ କରିବା ଦେଖିଲେ ଧନ ଲାଭ ପ୍ରୋନ୍ନତି ହୋଇଥାଏ। ସ୍ୱପ୍ନରେ ଯଦି ନିଆଁରେ କପଡ଼ାକୁ ପୋଡ଼ିବା ଦେଖିଲେ ତେବେ ଆପଣଙ୍କର ଦେହ ଅସୁସ୍ଥ ହେବାର ସଂକେତ ମିଳିଥାଏ। ସ୍ୱପ୍ନରେ ଯଦି ପୁରୁଷ ସ୍ତ୍ରୀ ଆଲିଙ୍ଗନ ଦେଖିବେ କାମ ସୁଖ ପ୍ରାପ୍ତି। ସ୍ୱପ୍ନରେ ଯଦି ଆପଣ ଆତ୍ମହତ୍ୟା କରୁଥିବାର ଦେଖିଲେ ଆୟୁର୍ବୁଦ୍ଧି ହୋଇଥାଏ। ସ୍ୱପ୍ନରେ ଯଦି ପଣତ ଦେଖିବେ ତେବେ ପ୍ରତିଯୋଗିତାରେ ବିଜୟ ହେବେ। ସ୍ୱପ୍ନରେ ଯଦି ପଣତର ଲୁହ ପୋଛିବା ଦେଖିଲେ ଭଲ ସମୟ ସଂକେତ। ସ୍ୱପ୍ନରେ ଯଦି ପଣତର ମୁହଁ ଲୁଚାଇବା